ସାର୍ ନମସ୍କାର। ଓମ୍ ଶାନ୍ତି। ଡକ୍ଟର ମାଧବ ସାର୍ଙ୍କ ଗ୍ରୁପ୍ରେ ସମସ୍ତ ମେମ୍ବରମାନଙ୍କୁ ମୋର ଭକ୍ତିଭରା ନମସ୍କାର। ମୁଁ ସରୋଜ କୁମାର ସେଠୀ, ନରସିଂହପୁର। ମୋର ବୟସ 53 ବର୍ଷ। ମୁଁ TPCODLରେ ଜଣେ କାର୍ଯ୍ୟରତ ଲାଇନମ୍ୟାନ୍। ମୋର ଡାଇବେଟିସ୍ 2016 ମସିହାରୁ ହୋଇଥିଲା। କୋଲେଷ୍ଟ୍ରଲ୍, BP ଏବଂ ସ୍କିନ୍ ଟାଇପ୍ର ବେମାର ମୋତେ ହେଇଯାଇଥିଲା। ଏହି ରୋଗ ପାଇଁ କଟକକୁ ଯାଇ ବହୁତ ଭଲ ଡକ୍ଟରଙ୍କ ସାଥିରେ ପରାମର୍ଶ କରି ଔଷଧ ଖାଇଥିଲି, କିନ୍ତୁ ଏହାର ସୁଫଳ କିଛି ମୋତେ ମିଳିନଥିଲା। ଡକ୍ଟରମାନେ ଔଷଧ ପରେ ଔଷଧ ଲେଖି ଚାଲିଲେ, ମୁଁ ମଧ୍ୟ ଖାଇଲି, କିନ୍ତୁ ତା'ର ପରିଣାମ ସ୍ୱରୂପ ମୋତେ କିଛି ରେଜଲ୍ଟ ମିଳିନଥିଲା। ଅକ୍ଟୋବର 29, 2023 ତାରିଖରେ ସାର୍ଙ୍କର 1 ବର୍ଷିଆ କୋର୍ସରେ ଆଡ଼ମିସନ୍ ହୋଇଥିଲା। ସେତେବେଳକୁ ମୋର ରିପୋର୍ଟ ଥିଲା, ଫାଷ୍ଟିଂ ଥିଲା 150, PPBS ଥିଲା 251, BP ଥିଲା 150/90 ଏବଂ ୱେଟ୍ ଥିଲା 42 kg। ସେତେବେଳକୁ ମୁଁ 5ରୁ 6ଟି ମେଡ଼ିସିନ୍ ଖାଉଥିଲି, ମୋର କୌଣସି ସୁଫଳ ମିଳୁନଥିଲା। ସାର୍ ମୋତେ ବିଭିନ୍ନ ପ୍ରୋଟୋକଲ୍ର ଭିଡ଼ିଓ ମୋ ପାଖକୁ ଛାଡ଼ିଥିଲେ। ମୁଁ ମଧ୍ୟ ସାର୍ଙ୍କ ପ୍ରୋଟୋକଲ୍ ହିସାବରେ ରହିଥିଲି ଏବଂ ତା ମଧ୍ୟରେ ମୁଁ 100 ଘଣ୍ଟାର ଫାଷ୍ଟିଂ କଭର୍ କରିଥିଲି ଏବଂ ସପ୍ତାହକୁ 2 ଦିନ ସୋମବାର ଏବଂ ଗୁରୁବାର ଫାଷ୍ଟିଂ କରୁଛି। ଏବେ ମୁଁ ସୁଗାରର କୌଣସି ମେଡ଼ିସିନ୍ ନେଉନାହିଁ। ମୋର ଏବେକାର ରିପୋର୍ଟ ଫାଷ୍ଟିଂ ଅଛି 129, PPBS ଅଛି 144, ଯେଉଁଟାକି ଗ୍ଲୁକୋମିଟରରେ, ଏବଂ BP ଅଛି 119/84, ୱେଟ୍ ଅଛି 82 kgରୁ 74 kg। ପୂର୍ବରୁ ମୋର ଛାତିରେ ବାମ ପଟେ ପେନ୍ ହେଉଥିଲା, ଅଣ୍ଟା ପେନ୍ ହେଉଥିଲା, ମୋର ପାଦ ମଧ୍ୟ ଚାଲିଲା ବେଳେ କାଟୁଥିଲା। ମୁଁ ଛାତ ଉପରକୁ ଗଲାବେଳେ ମୋତେ ଧଇଁସଇଁ ଲାଗୁଥିଲା। ଖରାରେ ବେଶୀ ସମୟ ରହିପାରୁନଥିଲି। ଖାଇବାର ଡେରି ହେଲେ ମୋର ଦେହ ହାତ ଥରୁଥିଲା ଏବଂ ବେଶୀ ରାଗ ମଧ୍ୟ ଲାଗୁଥିଲା। ମୁଁ ଉପାସ ରହିପାରୁନଥିଲି। ସାର୍ଙ୍କ ପ୍ରୋଟୋକଲ୍ ଫଲୋ କଲା ପରେ ମୋର ସେସବୁ ପ୍ରକାର ଅସୁବିଧା ହୋଇନାହିଁ। ମୁଁ ଏବେ ବହୁତ ଏନର୍ଜିକ୍ ଭାବୁଛି। ପରିଶେଷରେ ଧନ୍ୟବାଦ ଦେବି ଆମର ପ୍ରିୟ ଡକ୍ଟର ମାଧବ ସାର୍ଙ୍କୁ।